जय जगन्नाथ साଙ୍ଗମାନେ ଆଉ ସକାଳୁ ସକାଳୁ ମୁଁ ଯାଇକି କମ୍ପାନୀରୁ ବହୁତ କାମ ସାରିକି ଆସିଲିନି। ସେ ଝିଅକୁ ଧରି ସକାଳୁ ଆସିକି କାମ ଲାଗିଯାଇଥିଲି। ଆଉ ଏବେ ଭୋକ ଲାଗିଲାନି, ସକାଳୁ ଖାଇଥିଲେନି ନା, ସେମାନେ ଶୋଇଥିଲା ଏତେବେଳେ ଦିଆଯାଇଛି। ଆମ ପୁଅକୁ ନେଇ ପଳେଇଥିଲି, ସକାଳୁ କାମ ସାରିକି ଆଇଲିନି। ଅବିକା ଟିକେ ଆଇଛି ଖାଇବାକୁ, ଖାଇସାରିକି ଯିବି ଟିକେ କଲେଜ। କାଲି ଯାଇଥିଲି ଲୁନାର ସିଟ୍ ପକାଇବାକୁ, ଆଉ କାଲି ତ ଟାଇମ୍ ହେଲାନି, ମନା କଲେ ରାତିରେ ଯିବା ପାଇଁ କହିଥିଲେ। ଆଉ ରାତିରେ ଫୋନ୍ ମାରିଥିଲି, ମନା କଲେ, କହିଲେ ହେଇନି ସକାଳକୁ ଆସ। ଆଉ ଏବେ ଟାଇମ୍ ବାଜିଲାନି 10ଟା। ଆଉ ଚାଲନ୍ତୁ ଖାଇଦେଇକି ଯିବି, ଲୁନାର ସିଟ୍ଟା ପକାଇକି ଆଣିବି, କାହିଁକିନା ସିଟ୍ଟା ଚିରି ଯାଇଛି, ତାର ଗୁଡ଼ା ବାହାରିଛି, ଜଙ୍ଗ ଗୁଡ଼ା ସବୁ ଚିରି ଯାଉଛି। ଆଉ ଅବିକା ଯାଉଛି ଖାଇଦେଇକି ଯିବି କଲେଜ ଲୁନା ସିଟ୍ ପକାଇକି ଆସିବି। ଆସିଲେ କାମ ଅଛି ଆହୁରି, ତାପରେ କାମ କରିବା। ଚାଲ ଆଉ ଯିବା ଖାଇବା, ପ୍ରଥମେ ଖାଇଦେବା। ଆସିବେନି କ'ଣ କରୁଛି, ଖାଇସାରିଲା ପରେ ତାର ବାହାରିକି ଯିବା କଲେଜ ଛକ। ସେ ପାଇଁ ଏଇଠି ବସିକି କ'ଣ କରୁଛି, ତାର କ'ଣ ଗେଟ୍ ଦେଇଥିଲ ନା ହାତ ଦେଖାଉଛି। କ'ଣ କରୁଛୁ କ'ଣ ଖାଇବାକୁ? ଇଏ ଆମର ଗୋଟେ ପିଲା ସକାଳୁ ଉଠି ମାନେ ମୋ ସହ ଦୌଡ଼ିବ ଆଗରେ କମ୍ପାନୀ ଭିତରକୁ। କମ୍ପାନୀ ଗୋଟେ ଗାଡ଼ି ସେ ବୁଲିକି ଆଇଲେ ତା ମନ ଶାନ୍ତି, ଭଲ ଲାଗିବ। ନହେଲେ ସେତେବେଳେ ତ ଛାଡ଼ିବନି। ଆଉ ଦେଉନୁ ଖାଇବାକୁ? ହଁ ନା ଖାଇବେନି କି? ସେମାନେ ସକାଳୁ ଉଠି ଇପି କରିଦେଇଛି, କାମ ସେଠି କରିବା ଭିତରେ ସେ ତାର ଇପି କରିଦେଇଛି। ଆଉ ଇପି ଖାଇଦେବା, ଖାଇଦେଇକି ଯିବା। ଆସିଲେ ଯାଇକି 12ଟା 1 ବେଳକୁ ପଖାଳ ଖାଇବା। ଏବେ ଚାଲନ୍ତୁ ଖାଇଦେବା ଇପିଟା, ଖାଇଦେଇଯିବା। ବର୍ଷା 2 ଦିନ ହେଲା ବର୍ଷା ହେଉଛି, ଛାଡ଼ି ଯାଉଛି, ପୁଣି ଅବିକା ସକାଳୁ ବର୍ଷା ଉଠେଇଛି। ଚାଲ ଯିବା ଆମ କାମ ସାରି ଦେଇକି ଆସିବା। ବର୍ଷା ହଉ ତା ଆଗରୁ କାମଟା ସାରି ଦେଇକି ପଳେଇ ଆସିବା, ପୁଣି ଆଉ ଟାଇମ୍ ହେବନି ନା। ଖାଇଦେବା ଆମେ ଯିବା। ହଁ କିଏ କହିଲା? ନା କ'ଣ ହେଲା କି? ତ ପଚାରୁଛୁ କ'ଣ ପାଇଁ? ହଁ ଦେଖିଲେ ନା କଣଟା ଭାବୁଛ? ଏଇଟା ବା ଏଇ ଯୋଉ ଗୋଡ଼ ହାତ ଚୁଟି ଇଏ କରନ୍ତି, ଏଇଟା ଜାଣିଛନ୍ତି ଏଇଟା କ'ଣ? ଗୋଡ଼ ହାତ ଚୁଟି ମାନେ ହେୟାର ରିମୁଭରଟା। ତୋର କୋଉଠି ଚୁଟି ଉଠୁଛି? ତୁ ବାଘ ଭଳିଆ ହେଇଯାଉଛୁ। ଦେଖିଲା ଗୋଡ଼ ଦେଖିଲା, ଏଇଟା କ'ଣ ଗୋଡ଼ କାଇଁ ପ୍ଲେନ୍ ତ ଦେଖାଯାଉଛି। ସକାଳୁ ସକାଳୁ ଇଏ ଗୋଟେ ମଗେଇ ଦେଇଛି କ୍ରିମ୍, ଗୁଡ଼ ଲଗେଇ ଚୁଟି ସଫା କରିବି। କ୍ରିମ୍ ଧରି ଇଏ ବୁଲି ତାର ଜାଣିଛନ୍ତି ଗୋଡ଼ ହାତ ଚୁଟି ପୁଡ଼ା ଏମିତି ଆରେ ଗୋଡ଼ ହାତ ଚୁଟି ଉଠିବ। କେତେ ଚୁଟି ମୋର ସକାଳ କାମ କରି ସକାଳ 6ଟାରେ ପାସିଲା ଆସିକି ପହଞ୍ଚିଗଲାଣି ଆଜି ସକାଳଟା। ଏଇଟା କ'ଣ ମଗେଇଛି କି କ୍ରିମ୍ ମୁଁ ଜାଣିନି ଏ ବିଷୟରେ। ଯେଉଁମାନେ ଜାଣି ଲଗାଉଛନ୍ତି ସେମାନେ ଜାଣିଥିବେ। ଆଉ ସକାଳୁ ମଗେଇକି ସେ ନେବ ବୋଲି କାନ୍ଦିଲାନି। ତୁ କ'ଣ କରିବୁ? ତୁ ତ ଟକଲା ହେଇଯାଇଛୁ। ଦେଖ ଭାଙ୍ଗିଦେବ, ଦେଖୁଥିଲୁ କ'ଣ? ଏଇଟା ମେନ୍ ହାର, ଏମିତି ଦେଖୁଥିଲୁ କ'ଣ ପାଇଁ? ମୁଁ କ'ଣ ଜାଣିଛି ତୁ ଦେଖୁଥିଲୁ କ'ଣ କରୁଥିଲୁ, କାହିଁକି ଆସୁଥିଲ? ଚାଲନ୍ତୁ ଏକ ସାଙ୍ଗେ ରହିଲେ ମୋ ମୁଣ୍ଡ ଖରାପ ହେଇଯିବ, ମୁଁ ଏ କାମ କରିପାରିବି। ମୁଁ ଯାଇ ଖାଇଦେବି, ମୋ କାମରେ ପଳେଇଯାଏ, ଶାନ୍ତି ମିଳିବ ମୋତେ ଏଠି। ଯାଏ ମାମା ଆଇଲାଣି, ଯା। ଏଇ ଗାଧେଇନି ଏତେବେଳେ, 10ଟା ବାଜିନି, ଗାଧେଇନି ଏତେବେଳେ। ଆମେ ଘର ଭିତରକୁ ଯିବା। ଆମ ଘର ତ ଗୋଟେ ଲକ୍ଷ୍ମୀ ଛାଡ଼ି ଅଛି, 10ଟା ବାଜିଲାନି ଏତେବେଳେ ଯାଇ ଗାଧେଇ ନାହିଁ, ଜାଣିଥିବ। ତୁ ଥା ବାପା ସାଙ୍ଗେ, ତମେ ଯେତେବେଳେ ଯିବ ଡାକିବ। ହଁ ହେଲା। ହଁ ସେ ଗୋଟେ ଗାଧେଇନି, 10ଟା ବାଜିଯାଇଛି, ଅଗାଧୁଆଣି। ତ ମାମା ଗୋଟେ ଅଗାଧୁଆଣି। ଚାଲ ଆମେ ଖାଇଦେବା, ଏ କଥା ବକ ପକେଇ କିଛି ଲାଭ ନାହିଁ। ଖାଇବା ସଇଲା, ଏବେ ସିଧା କଲେଜକୁ ଯିବା, ଲୁନା ସିଟ୍ ପକାଇବା, ଆସିବା। ଚାଲନ୍ତୁ ଯିବା ଏବେ। ଆଜି ପହଞ୍ଚି ଗଲିନି, ଆଉ ଅଳ୍ପ ବାଟ ରହିଲା। ଆଉ ଏଇଟା ହେଲା କଲେଜ। ଚାଲନ୍ତୁ ପାଖରେ ପହଞ୍ଚିଲେନି, ସିଟ୍ଟା ଲଗେଇକି ଯିବା। ଆଉ ଆମର କଟକ ଷ୍ଟେସନ ନା, ପଛ ଗେଟ୍। ଏବେ ଆଗ ସେପଟ ସାଇଡ୍ ଆଗ ଗେଟ୍ କରିଦେଉଛି, ଏଇଟା ଆଗରୁ ଆଗ ଗେଟ୍ ଥିଲା। ଦେଖନ୍ତୁ
ଏବେ ଆସି ପହଞ୍ଚିଲି। ସେଇଟା ହେଲା ଭାଇଙ୍କ ଦୋକାନ ଆଗଟା। ଚାଲନ ସପ ଛାଡ଼ି ଯିବା, ଗାଡ଼ି ଯାଉଛି ଦେଖିକି ସେପଟକୁ ଯିବା। ପହଞ୍ଚିଗଲି ଭାଇଙ୍କ ପାଖରେ, ସେ ଭିତରେ ଅଛନ୍ତି। ଦେଖନ୍ତୁ ସେଇଟା କେମିତି ଦେଖାଯାଉଛି, ଆଉ ଲଗେଇ ସାରିଲା ଦେଖିବ କେମିତି ଦେଖାଯିବ ଲୁନାଟା। ଚାଲନ୍ତୁ ଭାଇ ଡାକିଦେବା। ଭାଇ ଯେଉଁ ସିଟ୍ କଭରଟାକୁ ସିଲେଇ କରୁଛନ୍ତି, ସିଲେଇ କରିକି ଆସି ଲଗେଇବା। ଆଉ ଲୁନାର ସିଟ୍ ପୁରା ଖୋଲା ହେଇଗଲା, ପୁରା ନଣ୍ଡା ଦେଖାଯାଉଛି। ଆଉ ଲଗେଇ ସାରିଲା ପରେ କେମିତି ଦେଖାଯାଉଛି ଆପଣଙ୍କୁ ଦେଖେଇବି। ଆଉ କାମ ଚାଲିଛି, କାମ କରୁଛନ୍ତି। ସକାଳ ସକାଳ ବର୍ଷା ହିଁ ପକେଇଲାଣି। ପ୍ରତିଦିନ ସକାଳ ସକାଳ ବର୍ଷା ହେଉଛି। ଖରାପରେ କାମ ସାରି ଦେଇକି ପଳେଇବା। ଆଉ ରହିଲା ତାର କପଡ଼ା ସିଲେଇ ହେବ, ତାର ଲୁନାର ପଡ଼ିବ। ଆଉ ସିଟ୍ରେ ଆଉ କମ୍ପ୍ଲିଟ୍ ହେଇଗଲା ଆମର, ସିଟ୍ ଲାଗିଲା। ଏବେ ଯିବା। ଆଉ ଲୁନା ସିଟ୍ ଲାଗିଗଲା ପୁରା କମ୍ପ୍ଲିଟ୍। ଦେଖନ୍ତୁ କେମିତି ଦେଖାଯାଉଛି, ସେତେବେଳେ କେମିତି ଦେଖାଯାଉ, ଏବେ କେମିତି ଦେଖାଯାଉ ଦେଖନ୍ତୁ। ପୁରା ହେଭି। ଏବେ ଚଲେଇବାକୁ ପୁରା ଆରାମ ଲାଗିବ। ପୁରା ହେଇଗଲା। ଏବେ ଚାଲନ୍ତୁ ଯିବା। ଆଉ ପୁଅ ପାଇଁ କ'ଣ ସବୁ ଧରିକି ଆସିଛି, ନଳି ଫଳି ବିସ୍କୁଟ୍ ଧରିକି ଆସିଛି। ଆଉ ପୁଅ ପାଇଁ ତୋ ପାଇଁ ନେଇକି ଆସନ୍ତି, ତୁ ଗୋଟେ ବୁଢ଼ୀ ହେଲୁଣି, ତୋ ପାଇଁ ନେଇକି ଆସନ୍ତି। ଆସିଗଲା ଆଉ ଗୋଟେ। ଏ ଯୋଉ ମନେ ଅଛି ନା ଆମ ଘରକୁ ଯାଇଥିଲେ, ଜିତୁ ଘରୁ ଯୋଉ କେକ୍ ଆଣୁଥିଲା ନା, କିଣିକି ଭଲ ଲାଗେ ଏମିତି 5 ଟଙ୍କିଆ ଯେମିତି ଭଲ ଲାଗେ, ସେମିତି ଲାଗେ। ସେମିତି କେକ୍ ନାହିଁ ବୁଲୁ ପାଖରେ ନା ନାହିଁ, ମନେ ଅଛି ନା ନାଇଁ? ଯୋଉ ମୁଁ ଯାଇଥିଲି କଲେଜ ଛକ, ଲୁନା ସିଟ୍ ପକେଇଲି, ଆଉ ସେଗୁଡ଼ା ଧରିକି ଆସିଲି। ତୁ ପାଖରୁ ଆଣିଥିଲୁ ଆମ ଘର? ହଁ ମୋର ମନେ ଅଛି। ହଁ ଏଠିକି ପ୍ୟାକେଟ୍ ଆଣିଥିଲୁ, ଭଲ ଲାଗୁଥିଲା, ପିସ୍ ବାଲା, ଗୋଲ ବାଲା। ହଁ ଖାଲି ଭଲ ଜିନିଷ ଖାଇବା ପାଇଁ ଅର୍ଡ଼ର ଦେଇ ଦେଉଛନ୍ତି। କାଇଁ ନାହିଁ ବୁଲୁ ଦୋକାନରୁ ସେଗୁଡ଼ା। ଆଉ ବଜାରରେ କୋଉ ଦୋକାନରେ ନାହିଁ? କେକ୍ ଦୋକାନ ତ ଅଛି ନା ବହୁତ। ଦେଖିବାକୁ ପଡ଼ିବ। 30-35 ନେଇଥିଲା ପ୍ୟାକେଟ୍, ଭଲ ରହୁଥିଲା ବଡ଼ ବଡ଼। ଖା ନା ସକାଳୁ ସକାଳ 10ଟା ତ ଉଠିକି ଗାଧେଇଲା। ଆଉ ଏ ନଳି ଫଳି ଏଗୁଡ଼ା ଧରିକି ଯାଇଛି, ଆଉ କିଛି ନାହିଁ। ଏଇଥିରୁ ଆମେ ଗୋଟେ ଆଣିଲୁନି, ଗୋଟେ ଖା। ଏଇଟା ପଇସା ଥିଲେ ହେବ ନା, ପଇସା ଦେଇଥିଲା ଭଳିଆ କଥାବାର୍ତ୍ତା କରୁଛି। ପଇସା ଟଙ୍କାରେ ସେ ଦେବନି, ସବୁ ତା ବାପା ଯାହା ଦେବ ସବୁ ରଖିବ। 10 ଟଙ୍କା ଏମିତି ଦେବନି ଗୋଟେ ଥଣ୍ଡା ପିଇବାକୁ। ମୁଁ ଆଉ ପଇସା ମୁଁ ଆଣିବି ଯଦି ତା ଦେହରେ ପୁଣି ଏଇଟା ଆଣିଲନି, ଆଉ ସେଇଟା ଆଣିଲନି। ଲୁଭି ମାନେ ତମେ ଇଆଡ଼କୁ ଆସିବ, ମୁଣ୍ଡିଆ ମାରୁନୁ। ଗାଧୁଆ କରିକି ହେଲେ ଠାକୁରଙ୍କୁ ମୁଣ୍ଡିଆ ମାରୁଛି ଏଇଠି। ମିକୁ ସେଇଟା କ'ଣ ଲ ନଲ? କୋଉଟା? ସେଇଟା ଷ୍ଟାର ନଲ। ହଉ ଖା ଯା। ଖାଇବୁ? ତୁ ନଷ୍ଟ କରିବୁ, ଖାଇପାରିବୁନି। ନଡ଼ିବୁ ଯିବ, ଖଟରେ ବସି ଖାଇବୁ ଯା। ହଁ ଗିନାର ଆମର ବୁଦ୍ଧି ଅଛି, ଗିନା ଢାଳିକି ଖାଇବ। ହଁ ଢାଳ, ଭଲ ସେ ଢାଳେ। ମୁଁ ଢାଳୁଛି ଆମ ପୁଅ। ହଁ ସେତିକି ଥାଉ, ଆଉ ଖାଇବୁ ଅଳ୍ପ ଖା। ଠାକୁରଙ୍କୁ ତପସ୍ୟାରେ ରହିଲା, ଠାକୁରଙ୍କ ତପସ୍ୟାରେ। ହଁ ସେତିକି ଥାଉ, ରଖିଦେ। ଖା, ଖାଇସାରିଲା ପରେ ଆଣିକି ଖାଇବୁ। ଚାଲନ୍ତୁ, ମୋର ତ ଲୁନାର ସିଟ୍ ପଡ଼ିଲା। ସିଟ୍ ପଡ଼ିଲା ଯେଉଁ ତାପରେ ଚଲେଇକି ଆଇଲି, ଯେଉଁ ମଜା ଲାଗିଲା। ଆଗରୁ ଯେଉଁ ସିଟ୍ ପଡ଼ିଥିଲା, ତାର ଫାର ବାହାରିଥିଲା, ଯେଉଁ ଚିଚାରି ଯାଉଥିଲା ଜଙ୍ଗ। ନୂଆ ସିଟ୍ଟା ପଡ଼ିଲା, ଭାରି ମଜା ଲାଗିଲା ଚଲେଇକି ଆଇଲି। ମାନେ ନୂଆ ସିଟ୍ ପଡ଼ିଲା ନା, ଗଦି ଲାଗୁଛି, ମଜା ଲାଗିଲା ଚଲେଇକି ଆଇଲି। ତାପରେ ୟା ପାଇଁ ଧରିକି ଆଇଲି ଖାଇବା। ଆଉ କାମ ଛାଡ଼ିକି ଯାଇଥିଲି, ସେ ଝିଅ ଗୁଡ଼ାକ କରୁଥିଲେ। ଆଉ ଚାଲନ୍ତୁ, ଆଉ ଯାହା ଅଛି କାମ ମୁଁ ସାରି ଦେଇକି ପୁଣି ଗୋଦାମ ଯିବି। କାହିଁକିନା ଗୋଦାମ ପାଇଁ ମା' ଚାଉମିନ୍ ନାହିଁ, ତାକୁ ଓଜନ କରିକି ନେଇକି ଯିବାକୁ ପଡ଼ିବ। ଆଉ ସିଏ ତାଙ୍କ ମା' ପୁଅ ଏଠି କ'ଣ କରୁଛନ୍ତି କରନ୍ତୁ। ସିଏ ତାର ଠାକୁରଙ୍କୁ ମୁଣ୍ଡିଆ ମାରିଛି। ମୁଁ ଚାଲିଲି, କାମଟା ଅଛି ଅଳ୍ପ। କାମ ତ ବହୁତ ଅଛି, ସରିବନି। ତାପରେ ଚାଉମିନ୍ ଟିକେ ଅର୍ଡ଼ର ଅଛି ତ, ଚାଉମିନ୍ ବସ୍ତା ହେଇନି ତ, ବସ୍ତା କରିକି ନେଇକି ଯିବାକୁ ପଡ଼ିବ। ଗଲେ ଫଟାଫଟ କରିଦେବା। ଆଉ କି ପାର୍ସଲ ତ ଆଣି ଦେଇଥିଲେ, ସକାଳ ପାର୍ସଲ ଗୋଟେ ହେଇଥିଲା। କେତେ ଟଙ୍କା ମଗେଇଛି? ଖାଲି ପାର୍ସଲ ଖାଲି ମଗେଇ ଚାଲିଛି। ମୁଁ କାମ କରେ ନ କରେ, ଖାଲି ତ ପାର୍ସଲ ବୁହିଥାଏ। ଠାକୁରଙ୍କୁ ଡାକି ଡାକି ପାର୍ସଲ କଥା। ଏମିତିଆ ମଣିଷ, ଇଏ ଗୋଟେ ପାପି। ହଁ ଦେଖୁଥିଲି, କଟକରେ ଆଇଛି ବୋଲି ଦେଖଉଛି ନା। ଏଇଟା ଆସିନାହିଁ। ଫୋନ କରିଥିଲା କି ପାର୍ସଲ ହେଲା? 80 ଟଙ୍କା ଲାଗେ, 4ଟା ଚପଲ ମଗେଇ ଦେଇଛି। କାର? ମୋର।
ଖାଲି ତାର ଚପଲ ଫପଲ ମଗେଇ ଦଉଛି ମୋର କିଛି ଗୋଟେ ମଗାଉ ନାହିଁ 80 ଟଙ୍କା ଆଗ ଅଫର ଚାଲିଛି ବିଷୟରେ ଏକାଥରେ 4ଟା ମଗେଇ ଦେଇଛି ମୋର ଦେଖିଲୁନି 80 ଟଙ୍କା ଲାଗେ ମୋର ଟିକେ ଦେଖିବୁ ବେଲ୍ଟ ବାଲା ଚପଲ କେତେ ଟଙ୍କା ଚାଲିଛି ବେଲ୍ଟ ବାଲା କେମିତି ବେଲ୍ଟ ଯେତେ ଯାଏଁ ପିନ୍ଧିବାକୁ ଭଲ ଦେଖି ଯିବା ଆସିବା ହଁ ଦେଖିଆ ଏଇ ଫ୍ଲିପ୍ ଫ୍ଲପ ଗୁଡାକ ମାନେ ଏଇ ଯୋଉ ତମେ ଯେମିତି ପିନ୍ଧ ସେମିତି ଟାଇପର ନହେଲେ ଏଇ ଯୋଉ ଆଗରୁ ଯେମିତି ମୋର ଗୋଟେ କଳା ଧଳା ଥିଲା ପୁଅ ପିଲାଙ୍କର ବି ଝିଅ ପିଲାଙ୍କର ଗୋଟେ ଷ୍ଟାଇଲ ବାଲା ଚପଲ ଦେଖୁନି ଏତେ ଦିନ ବୁଟ୍ ଟାଇପର ହେଇଥିବ ଚପଲଟା ବୁଟ୍ ଟାଇପର ଚପଲ ଗୁଡ଼ା ଆମେ ଦେଖୁଥିଲୁ ମଝିରେ ଥରେ ଦେଖିଛୁ ନା ଦେଖୁଥିଲା ଯୋଉ 500 କେତେ ଟଙ୍କା ଦେଖୁଥିଲା ଚପଲଟା ସେଇ ଟାଇପର ଦେଖିବୁ ଚପଲ କ୍ରକ୍ସ ହଁ ଏଇ କ୍ରକ୍ସ ଦେଖିବୁ ମାନେ ଅଫର ଚାଲିଛି ବୋଲି ଯୋଉ ପଇସା ଗୁଡ଼ା ରଖିଛି ଟଙ୍କାଟା ତ ମୋ ଶ୍ୱଶୁର ଆସିଥିଲେ ପଇସା ଦେଇଥିଲେ କେତେ 1200 ନା 1300 ଟଙ୍କା ମୋ ବାପା ପାଇଁ କିଣିବାକୁ ଏ 80 ଟଙ୍କା ଥିଲା ଦେଖିବାକୁ ଉଭ ସମୟ ହେଲାଣି ଦେଖିବ 80 ଟଙ୍କା ମଗେଇଛି ଦେଖୁଥିବ ଖାଲି କେମିତି ମଗଉଛି ପଇସା ଏଇ ପଇସାଟା ସବୁ ଅନଲାଇନରେ ମଗଉଛି କୋଉଟା ଯାକୁ ତୁ ଦୁଇଟା ଆଣିବା ନେଇକି କିଏ ପ୍ୟାକେଟ୍ ଅଛି କିଏ ଖାଇକି ଦେଖୁଥିଲା ନଈ ଯାଇଛି ଏଠି ପୁଣି କ'ଣ ଡାଲୁଛି କାଲି ପୁଣି ସେ ନଳି ଆଣିଥିଲା ଆଉ ଥୁଆ ହେଇଛି ଦୁଇଟା ସିଏ ଖୋଜୁଥିଲା ଦେଇଦେବୁ ତାକୁ ଗୋଟେ କଲେ ଏଇ ରାଗ ବାଲା ଜିନିଷ ସିଏ ଖୋଜୁଥିଲା ପଇସା 1200 ଟଙ୍କା ଭିତରେ ଟଙ୍କା ପଇସା ଦେଲାନି ଖାଲି ତାର ମଗେଇ ଚାଲିଛି ସବୁ ଜିନିଷ ଦେଖନ୍ତୁ ଦେଖାଉଛି ଆହୁରି କ'ଣ ସବୁ କ'ଣ ମାରିକି ଦେଖାଉଛୁ କ'ଣ ଦେଖାଉଛୁ ଦେଖିଆ ପୁଅ ପିଲାଙ୍କର ଅଫର ଅଛି କି ନା ଝିଅ ପିଲାମାନେ ବେଶୀ କିଣାକିଣି କରନ୍ତି ନା କିନ୍ତୁ ଏଇ ଝିଅ ପିଲା ଜିନିଷ ଗୁଡ଼ା ଟିକେ ବେଶୀ ଅଫର ଅଛି ଦେଖା ତ ଖାଲି କେତେବେଳେ ଅଫର ଚାଲିଲା କ'ଣ କଲା 24 ଘଣ୍ଟା ଲାଗି ସେ ଫ୍ଲିପକାର୍ଟ ମେସୋରେ ପଶିକି ରହୁଛି ଏଇଟା ଏମିତିଆ ସବୁ ନା ମଝିରେ ଦେଖେଇଥିଲି ଏଇଗୁଡ଼ା ତ ଫ୍ଲିପ୍ ଫ୍ଲପ୍ ବଜାର ଫଜାର ଯାଇପାରିବ ବଜାର ଫଜାର ଯାଇପାରିବ ମଝିରେ ଦେଖେଇଥିଲି 600 କେତେ ଟଙ୍କା ଦେଖାଉଥିଲା ଅଛି ସେଇଟା ଫଟୋଟା ଅଛି ହଁ ସେଇଭଳିଆ ଦେଖ କମିଛି କି ନାହିଁ ଦେଖ ତ ସେଇଭଳିଆ ଥିବ ମୋର ଗୋଟେ ମଗେଇବୁ ତୋ ପଇସା ମୋ ପଇସା ନୁହଁ ତାର ତ ଦେଖୁଛୁ କ'ଣ ନିଜର ମଗେଇଲା ମଗେଇ ଦେଉଛି ମୋ ପଇସା ଯେତେବେଳେ ମଗେଇ ଦେଉଛି ମୁଁ କିଛି କହୁଛି ତମେ ଯୋଉ କହୁଛ ସେଇ ଚପଲ କେତେ ଟଙ୍କା ଜାଣିଛ କେତେ ଟଙ୍କା ମୁଁ ଏଇନା 80 ଟଙ୍କା ବୋଲି ମଗେଇଥିଲି ଶିବାନୀକି ଆଜି କହିଛି ତା ପଇସାର ସିଏ ମଗେଇବ ଚପଲ ମୋ ପଇସା ମୁଁ ଦେବିନି ଟଙ୍କା ପଇସା ଦେବିନି ସେ ତା ପଇସାରେ ତା ପାଖରେ ପଇସା ଦେଇଥିଲା ସେଇ ପଇସା ସେ ମଗେଇବ ଚପଲ ମୋ ପାଇଁ ଗୋଟେ ସବୁଦିନ ମୋ ପଇସା ନେଇ ମଗାଉଛି ଆଜି ତା ପଇସା ସେ ମଗାଉ ତମ ପଇସା ନେଇକି ମଗାଉଛି ଆମ କହୁନୁ ତମ ପଇସା ଟୋଟାଲ ମତେ ଦେଲନି ନା ଟଙ୍କାଟେ ବାହାବା ଭିତରେ କେବେ ଦେଇଥିଲ ଦେଖିଲ ଏବେ ତ ବାପା ଦଉଛି ବୋଲି ତୁ ତା ବାପା ପଇସା ମଗାଉ ଯେତେବେଳେ ତା ବାପା ନ ଦଉଥିଲା କିଏ କାହା ପଇସା ମଗାଉଥିଲୁ ସବୁ ଏଇ ଯୋଉ ଡ୍ରେସଟା ପିନ୍ଧୁଛୁ କାହା ପଇସାରେ ହଁ ଏଇଟା ତମ ପଇସା ଆଉ ପୁଣି ଆମ ଘରେ ଥିଲାବେଳେ କିଣିଥିଲି ଯେ କିନ୍ତୁ ଏବେ 2 ବର୍ଷ 3 ବର୍ଷ ହେଲାଣି ଆଉ ଦଉନ 3 ବର୍ଷ କ'ଣ ପାଇଁ ତାପରେ ଯେତେବେଳେ ତାଙ୍କ ଘରେ ଥିଲି ଏଠିକି ଆସିଥିଲି ଯେତେବେଳେ କଟକ ତାଙ୍କ ଘରେ ଯେତେବେଳେ ଥିଲି ତାଙ୍କ ଘରେ ଗୋଟେ ପ୍ଲାଣ୍ଟରେ କାମ କରୁଥିଲି ପଥର ଗୁଡ଼ି ପ୍ଲାଣ୍ଟରେ କାମ କରୁଥିଲି ପ୍ରଥମ ମାସ ଦରମା ମିଳିଲା ସିଏ ନେଇଗଲା ମୋ ତୁ 2000 ଟଙ୍କା ନେଇକି ମଗେଇଲା ମାନେ 2000 ଟଙ୍କାର ମାନେ ସପିଂ କଲା ସେ ଜାଣିଥିବ 2000 କେଉଁଠି ମାନେ ନେଇଗଲା ନେଇକି ସପିଂ କଲା 2000 ଟଙ୍କା ନେଇଥିଲା ମୋ ପାଖରୁ ନେଇ ଚପଲ ମେକଅପ୍ ଜିନିଷ ଥୁଆ ହେଇଛି ଯେତେବେଳେ 4-5 ହଜାର ଟଙ୍କା ଜିନିଷର ଆହୁରି ମେକଅପ୍ ଜିନିଷ ମଗାଉଛି 2000 ଟଙ୍କା ନେଇ ଖାଲି ମେକଅପ୍ ଜିନିଷ ମଗେଇଥିଲା କହୁନୁ ମିଛ କହୁଛି ଯଦି 2000 ଟଙ୍କା ମେକଅପ୍ ଜିନିଷ ମଗେଇଲା ଶିବାନୀ ଥରେ ଦେଲ ନା ଆଉ ଏଠିକି ଆସିବା କଥା ପୁଅ ଜନ୍ମ ଲାଗୁ ଟିକେ ଅସୁବିଧା ଚାଲିଛି ପଇସା ରହୁନି ହାତର ତାର ମାଲିକ ବି ଠିକ୍ ଠାକ୍ ଦେଉନାହାନ୍ତି ଲେଟ୍ କରି ଦେଉଛନ୍ତି ପଇସା ରହୁନି ଆଉ ସବୁବେଳେ ଯେତେ ଦରମା ମିଳେ ନେ ପଇସା 1000-1500 ନେଇକି ଖାଲି ସପିଂ କରିବ ହଁ ଚାଲ ଏତେ ଅସୁବିଧା ଚାଲିଛି ଆଉ ସେ କ'ଣ ମଗେଇବ ତା ବାପା ଯା ପଇସା ସେଥିରେ ମଗାଉଛି ଆଉ ଖାଲି ଏଇଗୁଡ଼ା ଖାଉନୁ ଯୋଉ ଜିନିଷ ଭାତ ଖାଇବା ଖାଉନୁ ଏଇଗୁଡ଼ା ଖାଉଛି ଏଠି ହଁ ପଖାଳ ଖାଇବି ମୁଁ ପଖାଳ ପରେ ଖାଇବି ଖା ହଉଛି କାଲି ଭଜା କରିଦେଉଛି ଆଜି ଆଳୁ ସିଝେଇ ଦଉଛି ହଁ ସିଝେଇ ଦେ ଆଳୁ କାଲି ପଛରେ ଭଜା କରିଦେଉଛି ଆଜି ଆଳୁ ସିଝେଇ ଦଉଛି ସିଏ ସବୁ ଭର୍ତ୍ତି କରି ନେଇକି ପଳେଇଲା ଗିନାର ଆମକୁ ସବୁ ଗିନାର ଭର୍ତ୍ତି କରି ନେଇ ପଳେଇଲା ଶିଲ୍ପୀ ଭଲ ନାହିଁ ଆଣି ଆଣି ଦୋକାନ ନୁହଁ ଏଇ ବାଟରେ ଆଇଲା ବେଳେ କଲେଜ ଛକ ପାଖରେ ହଁ ରୋଡ଼ ସାଇଡ଼ରେ ହଁ ସିଲ୍ପୀ ଖା ଦେଖ ଆଉ ଥରେ ତ ଠକିଲା ଆଉ ଅନ୍ଧ ଥରେ ବାଡ଼ି ହଉଛି ଆଉ କ'ଣ 2 ଥର ବାଡ଼ି କେବେ ହଜାଏ କି ଥରେ ଜାଣିଲେ ଆଉ କାହିଁକି ଆଣିବି ନା ତୁ ଖା
ମୁଁ ଖାଇବିନି, ମୁଁ ଯାଉଛି କାମଟା କରେ, ମାଲଟା ନେଇକି ଯିବି, ଟେନସନ୍ ରହିଲାନି ମୋର। ସେ ତାର ମା ପୁଅ ତମେ ଯାହା ଖାଇବା ତା ଖାଅ, କାମଟା ଅଛି ସାରି ଟେନସନ୍ ଫ୍ରି ହେଲେ ଟିକେ ଭଲ ଲାଗିବ, ବସା ବସି କରି କ'ଣ କରିବି। ସେଗୁଡ଼ା ଖା, ଚାହା କରିକି ସେଟା ଖାଇଦେ, ଚାହାରେ ଖାଇବା ପାଇଁ ସେଟା। ହଁ ଖା। ସିଏ ତ ଆମର ଆଉ ଗୋଟେ ପୁଅ ଗଲା ପରେ ଏଠି ସେ ଏକୁଟିଆ ଆସି ବସିକି ଖାଉଛି ଦେଖନ୍ତୁ। ମାନେ ତା ମା ଖାଇଦେବ ବୋଲିକି ଏକା ଯେତିକି ଆଣିଥିଲି ସବୁ ଜ୍ୱର ଗିନା ଢାଳିକି ସବୁ ନେଇକି ପଳେଇ ଆଇଲା। ମାନେ ଏକୁଟିଆ ଏଠି ବସିକି ଖାଉଛି। ଆଉ ତା ମା ଏଇ ଆଇଲା, ଦେଖେ ଏକା ଆସି ଲୁଚିକି ଖାଉଛି। ଖାଇଦେବ ବୋଲି ସେଠୁ ସେ ପଳେଇ ଆଇଲା। ନା ଗୋଟେ ଦଉଛି, ଏତେ ରଖିକି ଗୋଟେ ଦଉଛି। ଚାଲ ତାଙ୍କ ତ କାମ ଧନ୍ଦା କିଛି ନାହିଁ, ମା ପୁଅଙ୍କର ଖାଇଲେ ପିଲେ ଶୋଇଲେ ମୋବାଇଲ ଦେଖିଲେ। ମୋର ବହୁତ କାମ, ଯିବି କହୁଛି ଯାଇପାରୁ ନାହିଁ। ଏଥର ଚାଲନ୍ତୁ ପୁରା ଯିବା, କାମ ଅଛି କାମ କରିବା। ଏଇଠି ଖାଉଛନ୍ତି ସେ, ଖାଆନ୍ତୁ। ସେ ତାର ଗଲାନି କ'ଣ ରୋଷେଇବାସ କରିବା ତାର କରୁ। ଚାଲ ଯିବା କାମ କରିବା, ଆଉ ରହିହବନି। ସତରେ ଯିବା ଫାଇନାଲ୍ ପୁରା କାମ କରିବା। କାନ୍ଦିଲା ଯିବ ବୋଲି ଆସିଲା ଦୌଡ଼ିକି। ନାଇଁ ନା ଯା ଖାଇବୁ, ଯା ମୁଁ ଯିବି ମାନେ ସେ ବାହାରିକି ଆସିବ ମୋ ପଛରେ। ମୁଁ ଜାଣିଛି ଶିବା ମୁଁ ଜାଣିନି। ନା ଇଏ ନେଇଗଲେ ପିଇବ ଖାଇବ। ସେଇଠି ବସିକି ଗିନାରେ ଖାଇବ, କିଛି ଦୁଷ୍ଟ ନାଇଁ ମୁଁ କାମ କରିବି। ଇଏ ଯାଇକି ଚାକୁ ଗୁଡ଼ା ଫୁଗାଡ଼େ ବାହାରକୁ ଅଯଥ ଦୌଡ଼ିକି ଯା ହଉନି ଭିତରେ ଦୌଡ଼ି ଖେଳିବା। ତାକୁ ଦେ କ'ଣ ଜିନିଷ ଅଛି ଖାଇବୁ, ଦେ କାହାକୁ କ'ଣ ଜିନିଷ ଅଛି ତାକୁ ଦେ, ସେ ଖାଉ। ତୁ ତ ଗାଁ କରି ଖାଇ ଗାଁ କରି ରିପି ଗୁଡ଼ା ଖାଉଛି, ତାକୁ ଟିକେ ରିପି ଦେଇ ଖାଉ। ପକେଇଦେଲା ସବୁ ଖାଇଲାନି। ଏମାନଙ୍କ ତ ରହିଲେ ଟେନସନ୍ ବଢ଼ିବ, ପଳେଇଯିବା। କାମ ମସିଆ ଲେଟ୍ ହେଉଛି, ଆହୁରି ଟିଣ ମୁଣ୍ଡ ତାହେଲେ ଯିବା।